ଏହି ପରିସ୍ଥିତିରେ ଯଦି ଆମେ ଦେଖିବା କି ପ୍ରଥମରେ ବୈରାଗ୍ୟ ଆରମ୍ଭ ହେବା ଦରକାର। ଆଉ ଯଦି ବୈରାଗ୍ୟ ହେଇଗଲା, ଅନ୍ୟ ସମସ୍ତ ବିଷୟ ଆସ୍ତେ ଆସ୍ତେ ଆଗକୁ ବଢିବ ହିଁ ବଢିବ। ଯଦି ଆମ ଭିତରେ ବୈରାଗ୍ୟ ଆସୁନି, ତାର କିଛି ଗୋଟିଏ ବିଧିରେ ଆମ ଭିତରେ ସେ ଅସୁବିଧାଟା ରହିଯାଉଛି। ଯଦି ସେଇ ବିଧିକୁ ଆମେ ଠିକ କରିଦେବା, ତାପରେ ବୈରାଗ୍ୟ ହେବ ହିଁ। ବୈରାଗ୍ୟ ପୂର୍ବରୁ ଆପଣଙ୍କର ଆଉ ଗୋଟେ ଜିନିଷ ହେବାର ଅଛି। ସେଇଟା ହେଲା ଏଇ ଯୋଉ ପ୍ରକୃତି ବା ଜଡ଼ ପଦାର୍ଥ ଆଉ ଆପଣ ଯୋଉ ଚେତନ ପଦାର୍ଥ, ଏଇ ଦିଟାଙ୍କ ଭିତରେ ଆପଣ ଅନୁଭବ କରି ଚାଲିବେ କି ହଁ, ମୁଁ ଯୋଉ ଚେତନ ତତ୍ଵ, ମୁଁ ଏଇ ଜଡ଼ ତତ୍ଵଠୁ ଭିନ୍ନ। ଏଇ ପରିସ୍ଥିତିରେ ଆପଣଙ୍କର ବୈରାଗ୍ୟ ପୁଣି ଶୀଘ୍ରତାର ସହିତ ଲାଗିଯିବ। କିନ୍ତୁ ଆମମାନଙ୍କ ଭିତରେ ଯେଉଁ ଅସୁବିଧାଟା ଅଛି, ସେଇଟା ଆଉ ଟିକିଏ ସାଧାରଣ ବିଷୟଟା। ତା ଅର୍ଥ ସାଧାରଣ ଏଥିପାଇଁ ତୁଳନାତ୍ମକ ଭାବରେ କି ଆମେ ସହଜରେ ନିଜକୁ ଚେତନ ବୋଲି ଆମେ ଜାଣିପାରିବାନି। ତାର କାରଣ ଅନେକ ଅଛି, ଆସ୍ତେ ଆସ୍ତେ ଚର୍ଚ୍ଚାରେ ଆସିବ। ତ ଯୋଉ ସହଜ ଅବସ୍ଥାଟା ହେଲା କି ଆମେ ନିଜେ ଜାଣିପାରୁଛୁ କି ଆମେ କୌଣସି ନା କୌଣସି ପାଞ୍ଚଟି ବିଷୟରେ ଆମେ ଆକର୍ଷିତ ହଉଛୁ। ଏଇଟା ଆମେ ଜାଣିପାରୁଛୁ। ଜାଣିଥିବାର କଥାଟା ଏଇଟା। ଯଦି ସେଇ ପାଞ୍ଚଟି ବିଷୟ ପ୍ରତି ଆକର୍ଷଣ ଆମର କମିଯିବ, ତାହେଲେ ବୈରାଗ୍ୟ ହେଇଯିବ। ତାକୁ ବୈରାଗ୍ୟ ସ୍ଥିତି କୁହାହେବ। ସେଇଥିରେ ଆମର ଶୀଘ୍ରତାର ସହିତ ଆଧ୍ୟାତ୍ମିକ ଉନ୍ନତି ହେଇଯିବ। ଏବେ କଥା ହେଲା, ଯଦିଓ ଆମେ ଜାଣୁଛୁ କି ହଁ, ଏଇଟା ଏଇ ଯୋଉ ବିଷୟ ପ୍ରତି ଆକର୍ଷଣଟା ମୋ ପାଇଁ ବାଧକ ଅଟେ। ଆମେ ଯଦିଓ ଜାଣୁଛୁ, ତଥାପି ମଧ୍ୟ ତା ପ୍ରତି ଆମର ଆକର୍ଷଣକୁ ଆମେ କମ କାହିଁକି କରିପାରୁନୁ? ପ୍ରଥମ ହେଲା, ପ୍ରଭୁଙ୍କ ପ୍ରତି ରୁଚି ଆମ ଭିତରେ ବେଶୀ ଅଛି କି ସଂସାରର ପ୍ରତି ଅଭିରୁଚି ଅଧିକ ଅଛି? ସେଇଟା ଆପଣମାନେ ଭାବନ୍ତୁ ନିଜ ନିଜ ଭିତରେ। କି ଯେତେବେଳେ ସଂସାରର କୌଣସି କାମ ପଡ଼ିଥିବ ଆଉ ସେହି ସମୟରେ ଆପଣ ସନ୍ଧ୍ୟା ଉପାସନା କରିବାର ଥିଲା, ଏଇ ଦିଟାରୁ କାହାକୁ ଆପଣ ଚୟନ କରୁଛନ୍ତି? ସେଇ ଚୟନରୁ ଆପଣ ଜାଣିପାରିବେ କି ପ୍ରଭୁ ଭକ୍ତି ପ୍ରାପ୍ତି ପାଇଁ ଆପଣଙ୍କ ଚେଷ୍ଟା ଅଧିକ ଅଛି ନା ସଂସାରର ପ୍ରାପ୍ତି ପାଇଁ। ଏଇଟା ଗୋଟିଏ କଥା କି ଆପଣଙ୍କ ରୁଚି କେମିତି ତାର ମାନେ ଆପଣଙ୍କୁ ପ୍ରଭାବିତ କରୁଛି ଆଉ ପରମାତ୍ମାଙ୍କଠୁ କିମ୍ବା ସଂସାରଠୁ ଅଲଗା କରିଦେବ, ସେଇ ବିଷୟରେ କଥାଟା ପଡ଼ିଥିଲା। ଦ୍ୱିତୀୟ କଥା, ଆଉ ଗୋଟେ ବିଷୟ, ଯଦି ସଂସାରର ଦ୍ରବ୍ୟ ପ୍ରତି ଆପଣଙ୍କର ରୁଚି ଅଛି, ତାହେଲେ ତ ପ୍ରଭୁ ପ୍ରାପ୍ତି ହେଇପାରୁନି। କିନ୍ତୁ ସେଇ ଯୋଉ ଆକର୍ଷଣ ବା ଆସକ୍ତି, ତାର କାରଣ କଣ? ଏଇଟା ଏମିତି ନୁହେଁ କି ସେ କାରଣଟା ହିଁ ଏଇ କାର୍ଯ୍ୟର କାରଣ ଆଉ କାର୍ଯ୍ୟଟା ହିଁ କାର୍ଯ୍ୟର କାରଣ। ପୁଣି ଏମିତି ଓଲଟା ପଲଟା ହେଇକିନା ସଂସାରର ଆସକ୍ତି ଆଉ ଏପଟେ ଆପଣ ବୈରାଗ୍ୟ ହେଲେ ସଂସାରର ପ୍ରତି ଆକର୍ଷଣ ନଷ୍ଟ ହେବ, ଏମିତି ନୁହେଁ। ଦିହେ ଦି ଜଣଙ୍କୁ ପରିପୂରକ ମୋଟେ ନୁହନ୍ତି। ଦିହେ ଦି ଜଣଙ୍କର ବିପରୀତ। ଯଦି ସଂସାର ପ୍ରତି ଆକର୍ଷଣ ଆପଣଙ୍କର ଅଛି, ତାହେଲେ ବୈରାଗ୍ୟ ହବନି। କିନ୍ତୁ ବୈରାଗ୍ୟ
ବୈରାଗ୍ୟ ହେଲେ ସଂସାର ପ୍ରତି ଆକର୍ଷଣ କମିଯିବ, ସେମିତି କହିବାଟା ଅନୁଚିତ ହେବ। କାହିଁକି ନା ସଂସାର ପ୍ରତି ଯୋଉ ଆକର୍ଷଣଟା ଅଛି, ସଂସାର ପ୍ରତି ଯୋଉ ଆକର୍ଷଣଟା ଅଛି, ସେଇଟା ଆପଣଙ୍କର ଜ୍ଞାନ ବିଜ୍ଞାନର ଆଧାରିତ ବିଷୟ। ଟିକେ ବନ୍ଦ କରିଦିଅନ୍ତୁ, ଆଜି ବହୁତ ଡିଷ୍ଟର୍ବ ହେଲାଣି। ହଉ, ମୁଁ ଏପଟୁ ମ୍ୟୁଟ୍ କରିଦଉଛି। ତ ସଂସାର ପ୍ରତି ଆକର୍ଷଣ ଯୋଉ ଅଛି, ସେଇ ଆକର୍ଷଣ ବନ୍ଦ ହେଇଗଲେ ବୈରାଗ୍ୟ ହେଇଯିବ। ଆଉ ସେଇ ଯୋଉ ଆକର୍ଷଣର ଆଧାର କଣ, ସେଇ ବିଷୟରେ ଟିକେ ଆଜି ଦେଖିବା। ଯୋଉ ଯୋଉ ଦ୍ରବ୍ୟରେ ଆପଣଙ୍କର ଆକର୍ଷଣ ଅଛି, ସେହି ସେହି ଦ୍ରବ୍ୟରେ ଅନ୍ୟର ବି ଆକର୍ଷଣ ଅଛି, ଏଇଟା କହିହବନି। ତା ଅର୍ଥ କଣ ହଉଛି? ତା ଅର୍ଥ ହଉଛି ସେଇ ଦ୍ରବ୍ୟର କୌଣସି ଦୋଷ ଗୁଣ ନାହିଁ। ଦ୍ରବ୍ୟ ଆପଣଙ୍କୁ ଟାଣୁନି। ପ୍ରକୃତ କଥା ଏଇଟା କି ଦ୍ରବ୍ୟରେ ସେମିତି ସାମର୍ଥ୍ୟ ବି ନାହିଁ କି ସିଏ କୌଣସି ଲୋକକୁ ଟାଣି ନେବ। ଏଥିରେ କେବଳ ଗୋଟିଏ ପରିସ୍ଥିତି କି ଆପଣଙ୍କର ମନ, ଆପଣଙ୍କ ପୂର୍ବ ସଞ୍ଚିତ ସଂସ୍କାର ଆଉ ଅନ୍ୟର ମନ, ଅନ୍ୟର ପୂର୍ବ ସଞ୍ଚିତ ସଂସ୍କାର, ଏଇ ଭିନ୍ନତା ପାଇଁ ଅଲଗ ଅଲଗ ପ୍ରକାରର ସଂସ୍କାର ମନର ଆମକୁ ଅନ୍ୟ ପରିବେଶ ଗୁଡାକରେ ଆକର୍ଷିତ କିମ୍ବା ବିକର୍ଷିତ କରିଥାଏ। ତ ଯଦି ସେଇ ଆକର୍ଷଣ ବା ବିକର୍ଷଣକୁ ଆମେ ବନ୍ଦ କରିବା ପାଇଁ ଇଚ୍ଛା ରଖିବା, ତାହେଲେ ସେଇ ସତ୍ୟ ଆଧାରିତ ଦ୍ରବ୍ୟକୁ ଆମକୁ ଦେଖିବାକୁ ପଡିବ। ଯଦି ସତ୍ୟରେ ସେଥିରେ ସୁଖ ଅଛି, ଆମେ ସୁଖୀ ହେଇଯିବା କଥା ଆଜି ପର୍ଯ୍ୟନ୍ତ। ଯଦି ସେଇ ଦ୍ରବ୍ୟରେ ତୃପ୍ତି ଅଛି, ଶାନ୍ତି ଆମେ ପାଇଯିବା କଥା ଆଜି ପର୍ଯ୍ୟନ୍ତ। କିନ୍ତୁ କାହିଁକି ହେଇପାରୁନି? ଯଦି ହେଇପାରୁନି ବୋଲି ଆମେ ସମସ୍ତେ ଏଇଠି ଅଛୁ, ଆଉ ତା ବାହାରେ ବି କରୋଡ଼ କରୋଡ଼ ଲୋକ ଅଛନ୍ତି, ସେମାନେ କାହିଁକି ତୃପ୍ତ ହେଇପାରୁନାହାନ୍ତି? ତାର କାରଣ ନିର୍ଦ୍ଧାରିତ ଭାବରେ ଏଇଟା କି ଦ୍ରବ୍ୟରେ ତୃପ୍ତି କରିବାର ସାମର୍ଥ୍ୟ ନାହିଁ, ଗୋଟିଏ। ଦ୍ୱିତୀୟ କଥା, ଦ୍ରବ୍ୟରେ ସେମିତି ଯାହା ଯାହା ତାର ନିଜ ଗୁଣ ଅଛି, ମିଠାଇର ମିଠାସ ଗୁଣଟା, ଖଟାଇର ଖଟାସ ଗୁଣଟା, ତେନ୍ତୁଳିର ଖଟାସ ଗୁଣଟା, ଲଙ୍କାର ଆଉ ଟିକେ ମିର୍ଚି ଗୁଣଟା, ଏଇ ସବୁ ତ ରହିବ। କିନ୍ତୁ ସେଇ ଗୁଣକୁ ଗ୍ରହଣ କଲା ବେଳେ ଜଣେ ସୁଖୀ ହଉଛି, ଆଉ ଜଣେ ଦୁଃଖୀ ହଉଛି। ଜଣେ କହୁଛି ମତେ ଦରକାର, ଆଉ ଜଣେ କହୁଛି ଦରକାର ନାହିଁ। ଯଦି ଏମିତି ହିସାବରେ ଅନୁମାନ କରିବା, ସେଇ ଦ୍ରବ୍ୟରେ କୌଣସି ସୁଖ ଦୁଃଖ ଦେବାର ସାମର୍ଥ୍ୟ ନାହିଁ। ସୁଖ ଦୁଃଖଟା ଦ୍ରବ୍ୟର ଯୋଉ ରସଟା ଆସିବ, ସେଇ ରସକୁ ଆମେ ଯଦି ଗ୍ରହଣ କରୁଛୁ, ଆମର ଅନୁକୂଳ ବୋଲି ଭାବୁଛୁ, ତାହେଲେ ଯାଇ ସେଇଟା ତାର ମାନେ ଆପଣଙ୍କୁ ସୁଖ ଦେବ। ଆଉ ଯଦି ଆମେ ତାକୁ ପ୍ରତିକୂଳ ବୋଲି ଭାବିଲା, ସେଇ ରସଟା ଆମେ ନିର୍ଣ୍ଣୟ ନଉଛୁ କି ନାଇଁ, ଏଇଟା ଟିକ୍ କରାହେଲା କି ଏଇଟା ମତେ ଦରକାର ନାହିଁ। ଏଇଥିରୁ ଜଣା ପଡୁଛି କି ଆମର ସଂସ୍କାରର ଭିନ୍ନତା ଆଧାରରେ ଆମେ ଅନୁକୂଳ ଓ ପ୍ରତିକୂଳ ନିର୍ଣ୍ଣୟ ନଉ। ଯଦି ସଂସ୍କାର ଅନୁକୂଳ ହେଇଗଲା ଭଲ, ଆଉ ଯଦି ସଂସ୍କାର ପ୍ରତିକୂଳ ହେଇଗଲା ସେଇଟା ଖରାପ। ବର୍ତ୍ତମାନ ଆଉ ଗୋଟେ ବିଷୟ ଆମେ ଦେଖିବା। ନ୍ୟାୟ ଦର୍ଶନରେ କୁହା ହେଲା କି ତିନି ପ୍ରକାରର ଦୁଃଖ ଅଛି, ଆଉ ସେଇ ଦୁଃଖକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବାର ଆମର ଲକ୍ଷ୍ୟ। ଅତଃ ତ୍ରିବିଧ ଦୁଃଖମ ଅତ୍ୟନ୍ତ ନିବୃତ୍ତି ଅତ୍ୟନ୍ତ ପୁରୁଷାର୍ଥ।
ଏଠାରେ କୁହାହେଲା କି ତିନୋଟି ଦୁଃଖ ଯୋଉଟା ଅଛି ସେ ତିନୋଟି ଦୁଃଖରୁ ନିଜକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ନିବୃତ୍ତି ପାଇଁ ସେଇ ତିନୋଟି ଦୁଃଖ ଯାକ ସମ୍ପୂର୍ଣ୍ଣ ନିବୃତ୍ତି 10% ବା 1% ବି ନ ରହିବା କଥା। ସେଇଥିପାଇଁ ଆମେ ଅତ୍ୟନ୍ତ ପୁରୁଷାର୍ଥ ଅତି ଅଧିକ ପୁରୁଷାର୍ଥ କରିବା କଥା। ତାହେଲେ କଣ ଆମେମାନେ ବିନା ପୁରୁଷାର୍ଥରେ ଆମେ ପାଠ ପଢିଲେ? ନାଇଁ, ସେଇଟା ବି ପୁରୁଷାର୍ଥ। ତାହେଲେ କଣ ଆମେମାନେ ବିନା ପୁରୁଷାର୍ଥରେ ଏମିତି ପରିବାର ଗଢି ସର୍ଭିସ କରି ଏଇ ସବୁ କାମ ଯୋଉ କରୁଛୁ ବିନା ପୁରୁଷାର୍ଥରେ? ନାଇଁ, ସେଇଟା ବି ପୁରୁଷାର୍ଥ। ତାହେଲେ ଏଇ ସମସ୍ତ କ୍ରିୟା ଅତ୍ୟନ୍ତ ପୁରୁଷାର୍ଥ ନୁହେଁ? ଏଇ ସମସ୍ତ କ୍ରିୟାରେ କିଛିଟା କମି ଅଛି। ଯୋଉ ଆପଣଙ୍କର ଆବଶ୍ୟକତା ଅଛି ସେଇ ଆବଶ୍ୟକତାକୁ ଏଇ ଚାକିରି କରିବା, ଟଙ୍କା କମେଇବା, ଏଇ ସମସ୍ତ ପୁରୁଷାର୍ଥ, ମ୍ୟାରେଜ କରିବା, ଛୁଆ ପିଲା ପାଳିବା, ପାଠ ପଢିବା, ଏଇ ସମସ୍ତ ପୁରୁଷାର୍ଥ କେବେ ମଧ୍ୟ ଆପଣଙ୍କର ସେଇ ଇଚ୍ଛାକୁ ପୂରଣ କରିପାରିବନି ଯୋଉ ଇଚ୍ଛା ଆପଣ ପୋଷଣ କରିଛନ୍ତି। ଆପଣ ଜାଣନ୍ତୁ ବା ନ ଜାଣନ୍ତୁ ଆପଣ କେବେ ବି ତୃପ୍ତ ହେଇପାରିବେନି। ଏଇଟା ନିହାତି ସତ କଥା। ଆଉ ଦେଖୁଛୁ ବି ସବୁଆଡେ କେହି ତୃପ୍ତ ନୁହନ୍ତି। ଆପଣଙ୍କର ଇଚ୍ଛାଟା ହେଲା କି ଅତ୍ୟନ୍ତ ନିବୃତ୍ତି, ଆଉ ସେଇ ଯୋଉ ଦୁଃଖର ଅତ୍ୟନ୍ତ ନିବୃତ୍ତିଟା ଚିରନ୍ତନ ହେଇଯିବା କଥା, ପରମାନେଣ୍ଟ ହେଇଯିବା କଥା। ଆପଣ ଏବେ ସୁଖୀ 10 ଘଣ୍ଟା ପର୍ଯ୍ୟନ୍ତ ହେବେ, ତାପରେ 1 ଘଣ୍ଟା ଦୁଃଖୀ ହେବେ, ଏମିତି ଆପଣ ଚାହୁଁନାହାନ୍ତି। ଆପଣଙ୍କ ଚାହତ ଅଛି କି ଏଇ ଯୋଉ 10 ଘଣ୍ଟା ସୁଖୀ ହେଲି, ଏଇ ସୁଖଟା କଣ୍ଟିନ୍ୟୁଅସ୍ ଜୀବନ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ରହୁ। ଆପଣ ନିତ୍ୟ ସୁଖ ଚାହୁଁଛନ୍ତି, କ୍ଷଣସ୍ଥାୟୀ ସୁଖ ଚାହୁଁନାହାନ୍ତି। ଏଇ ବିଷୟଟା ଏଇଠି ମନେ ରଖିବାକୁ ପଡିବ। ଯେଉଁ ବ୍ୟକ୍ତି ନିତ୍ୟ ସୁଖ ପଛରେ ଧାଇଁଛନ୍ତି ସେହି ବ୍ୟକ୍ତିର ଏଇ ଯୋଉ ମନୁଷ୍ୟ ଜନ୍ମଟା ସଫଳ ହେବ। ଆଉ ଯେଉଁ ବ୍ୟକ୍ତି ଅନିତ୍ୟ ସୁଖ ବା ସାଂସାରିକ ସୁଖଟା ଅନିତ୍ୟ ନା? ଏଇ ସୁଖ ପଛରେ ଧାଇଁଛନ୍ତି, ସେମାନଙ୍କୁ ସେହି ଅନିତ୍ୟ ସୁଖ ମିଳି ଚାଲିବ। ଆଉ ଯଦି ତା ଭିତରେ ଅର୍ଥାତ୍ ମନୁଷ୍ୟ ଜନ୍ମ ହେବା ଭିତରେ କିଛି ଅଧିକ ପୁଣ୍ୟ ହେଇଗଲା, ତାହେଲେ ଗୋଟେ ଭଲ ମଣିଷ ଜନ୍ମ ମିଳିବ। କିନ୍ତୁ ସମ୍ଭାବନା ସବୁବେଳେ ଅଛି କି ସେମାନେ ପୁଣି ପଶୁ, ପକ୍ଷୀ, କୀଟ, ପତଙ୍ଗ ହେବେ ହିଁ ହେବେ। ସବୁବେଳେ ସମ୍ଭାବନା ଅଛି। କେବଳ ଏଇ ମଣିଷ ରୂପ ଯୋଉ ଆମର ଶରୀରଟା, ଏଇଟା ପ୍ରାପ୍ତି ହେଲା ପରେ ଆମର ଗୋଟିଏ ସମ୍ଭାବନା ରହୁଛି କି ହଁ, ଆମେ ମୁକ୍ତ ହେଇପାରିବା, ସମ୍ପୂର୍ଣ୍ଣ ମୁକ୍ତ ହେଇପାରିବା। ଏଇ ଯେତେ ଦୋଷ, ଯେତେ ତ୍ରୁଟି, ଯେତେ ଦୁଃଖ, ଯେତେ ଅପମାନ ଏଇ ସାରା ସଂସାରରେ ଆପଣ ଦେଖୁଛନ୍ତି, ସମସ୍ତ ଦୁଃଖରୁ ନିତ୍ୟ ଅନେକ ସମ୍ପୂର୍ଣ୍ଣ ଭାବରେ ଆପଣ ନିଜକୁ ରକ୍ଷା କରିବା ପାଇଁ ଏଇ ମନୁଷ୍ୟ ଜନ୍ମ ବା ମନୁଷ୍ୟ ଶରୀର ହିଁ ଆବଶ୍ୟକ ଅଛି। ଯଦି ଏଇ ଆବଶ୍ୟକ ମନୁଷ୍ୟ ଶରୀରକୁ ଠିକ୍ କିନା ବ୍ୟବହାର ହେଇଗଲା, ତାହେଲେ ପୁଣି ଆପଣ ଯୋଉ ବିଶେଷତା ଅଛି ମନୁଷ୍ୟର, ସେଇ ବିଶେଷତାକୁ ଆପଣ ସାକ୍ଷାତକାର କରିଗଲେ, ପ୍ରୟୋଗ କରିଦେଲେ, ଆଉ ସେଇ ପ୍ରୟୋଗରୁ ଆପଣ ଲାଭ ଉଠେଇ ନେଲେ। ତ ଦର୍ଶନକାର କହୁଛନ୍ତି କି ପ୍ରତ୍ୟେକ ଯୋଉ ସୁଖ, ସେଇ ସୁଖ ସାଥିରେ 4ଟି ଦୁଃଖ ଅଛି। ଏଇ ବିଷୟରେ ଆମେ ଆଗରୁ ଯୋଗଦର୍ଶନରୁ ଏଇଟା କଥା ହେଇଥିଲେ। ଏବେ ମହର୍ଷି ଗୌତମ କହୁଛନ୍ତି କି ସଂସାରରେ
ତିନୋଟି ଦୁଃଖ ଅଛି। ଗୋଟିଏ ହେଲା ଆଧ୍ୟାତ୍ମିକ ଦୁଃଖ, ଆଉ ଗୋଟେ ହେଲା ଆଧି ଭୌତିକ ଦୁଃଖ, ଆଉ ଗୋଟେ ହେଲା ଆଧି ଦୈବିକ ଦୁଃଖ। ଏଇ ଯୋଉ ତିନିଟା ଦୁଃଖ କୁହା ହେଲା, ୟାର ଅନ୍ତରେ ଯୋଉ ଦିଟା ଦୁଃଖ ସେମାନେ ବହୁତ କମ୍, ଅତି ନଗଣ୍ୟ। ଯେମିତି କି ବର୍ଷା ବେଶୀ ହେଲେ ସେଟା ଆଧି ଦୈବିକ ଦୁଃଖ, ଦୈବରୁ ଆସିଲା। ଆକାଶ, ବାୟୁ, ଅଗ୍ନି, ଜଳ ଆଉ ପୃଥିବୀ, ଏଇ ପାଞ୍ଚଟି ତତ୍ଵରୁ ଯେଉଁ ଦୁଃଖଟା ଆସିଗଲା ସେଇଟାକୁ ଆମେ ଆଧି ଦୈବିକ ଦୁଃଖ କହୁ। ଯେମିତି ଭୂକମ୍ପ ହେଇଗଲା, ମାଟି ହଲିଲା, ଘର ଦ୍ୱାର ଭାଙ୍ଗିଲା, ଭୂମିକମ୍ପ ହେଇ, ଯେମିତି ବାଢ ଆସିଗଲା, ଯେମିତି ହାୱାରେ ତୋଫାନ ଆସିଗଲା, ଯେମିତି ନିଆଁ ଲାଗିଗଲା, ଏଇ ସମସ୍ତ ଦୁଃଖ ଗୁଡାକ ଆପଣଙ୍କର ଆଧି ଦୈବିକ ଦୁଃଖ, ଯୋଉଟା କି ଆପଣ ମାନଙ୍କୁ କଷ୍ଟ ଦଉନି। ସବୁଦିନ କୋଉଠି ନିଆଁ ଲାଗୁଛି, କୋଉଠି ବର୍ଷା ଘୂର୍ଣ୍ଣିବାତ୍ୟା ସବୁବେଳେ ହଉଛି, କୋଉଠି ଭୂମିକମ୍ପ ହଉଛି, ଏଇ ଦୁଃଖ ବିଷୟରେ ଆପଣ କମ୍ ଚିନ୍ତିତ ଅଛନ୍ତି। ଆପଣଙ୍କର ପ୍ରକୃତ ଆଉ ଟିକେ ତଳେ ଦୁଃଖ ଅଛି। ୟାର ପୂର୍ବ ଦୁଃଖଟା ହେଲା ଆଧି ଭୌତିକ ଦୁଃଖ। ଆଧି ଭୌତିକ ଦୁଃଖରେ କଣ ହୁଏ କି ଆପଣଙ୍କୁ ଅନ୍ୟ ଯୋଉ ଭୌତିକର ଅର୍ଥ ହେଲା ଚେତନ, ଅନ୍ୟ ଯୋଉ ଚେତନ ସତ୍ତା ଗୁଡାକ ଦୁଃଖ କଷ୍ଟ ସିଧା ଦିଅନ୍ତି, ସେଇ ସିଧା ଆସୁଥିବା ଦୁଃଖ ଗୁଡାକୁ ଆପଣ ଭୋଗ କରନ୍ତି। ଆପଣ ଛିଡା ହେଇଛନ୍ତି, ଆଉ ଜଣେ ଆସିଲା ସାଇକେଲଟା ଲଗେଇଦେଲା, ତ ଗୋଡରେ ମୋଚ ଆସିଗଲା। ସେଇ ଯୋଉ ଗୋଡର ମୋଚ ପାଇଁ ଆପଣ ଦାୟୀ ନୁହନ୍ତି, ସେଇ ସାଇକେଲ ବାଲାଟା ଦାୟୀ। ସିଏ ଆସିଲା, ଆପଣ ବଢିଆ ସେ ପାନ ଦୋକାନରେ ବଢିଆ ପାନ ଖାଉଥିଲେ, ଚାହା ଟିକେ ପିଉଥିଲେ, କିନ୍ତୁ ସିଏ ଆସିଲା ଇମ୍ବାଲାନ୍ସ ହେଇ ଆପଣ ସାଇଡରେ ଲଗେଇଦେଲା। ସେଇ ଯୋଉ କଷ୍ଟଟା, ଠିକ ଏମିତି ସାପଟେ ଆସି କାମୁଡି ଦେଲା, ମଶାଟା ଚାବି ଦେଲା, ଏଇ ସମସ୍ତେ ଜୀବନ୍ତ ପ୍ରାଣୀ ଗୁଡାକ, ଏଇ ଜୀବନ୍ତ ପ୍ରାଣୀ ଗୁଡାକଠୁ ଯୋଉ ଦୁଃଖଟା ଆସିବ, ସେଇଟା ଦୁଃଖଟା ହେଲା ଆପଣଙ୍କ ଆଧି ଭୌତିକ ଦୁଃଖ। ଭୂତ ଏମାନେ, ଏଇ ଯୋଉ ଜୀବିତ ସବୁ ପ୍ରାଣୀକୁ ଆପଣ ଭୂତ ହିସାବରେ କହୁଛନ୍ତି। ତ ପ୍ରଥମ ଦୁଃଖଟା ଥିଲା ଜଡ ପଦାର୍ଥରୁ ଆପଣଙ୍କ ପାଖକୁ ଆସିବା। ଦ୍ଵିତୀୟ, ଏବେ ଯୋଉ କଥାଟା କହିଲି, ଦ୍ଵିତୀୟ ଦୁଃଖଟା ହେଲା ସେଇଟା ଚେତନ ପଦାର୍ଥରୁ ଆପଣଙ୍କ ପାଖକୁ ଆସିବା। ପ୍ରଥମ ଦୁଃଖଟା, ଯୋଉଟା କି 95% କୁହା ହୁଏ, କିନ୍ତୁ ଏଇ ଯୋଉ ପ୍ରଥମ ତୃତୀୟ ଏବେ କହିବି, ଦିଟା ଦୁଃଖ କହିଲେଣି, ଆଧି ଦୈବିକ ଦୁଃଖ, ଆଧି ଭୌତିକ ଦୁଃଖ। ଏବେ ତୃତୀୟଟା କହିବା ଆଧ୍ୟାତ୍ମିକ ଦୁଃଖ। ଏଇଟା ଆପଣଙ୍କର 95% ଦୁଃଖ ଏଇଠି ଅଛି। ଆମକୁ ଦେଖିବାକୁ ପଡିବ, କିଏ ଜଣେ ଗାଳି କରିଦେଲେ ଆମକୁ କଷ୍ଟ ଲାଗିଯାଏ, କୋଉଠି ଅପମାନିତ ହେଲେ ସମସ୍ତେ କେହି ଅପମାନିତ ହୁଅନ୍ତିନି, ମୁଁ ଅପମାନିତ ହେଇଯାଏ। କୋଉଠି ଗୋଟେ ପରିସ୍ଥିତି ଏମିତି ଆସିଲା କି କେହି ରାଗୁନାହାନ୍ତି, ମୁଁ କିନ୍ତୁ ରାଗିଯାଏ। କୋଉ ଗୋଟେ ପରିସ୍ଥିତିରେ ମୋ ମନରେ ଲୋଭ ଆସିଗଲା, ଅନ୍ୟମାନେ ବି ଥିଲେ କିନ୍ତୁ ସେମାନେ ଲୋଭ ତାଙ୍କ ମନରେ ଆସିଲାନି। ଲୋଭ, କ୍ରୋଧ, ମୋହ ପୂର୍ବକ ରାଗ ଦ୍વેଷ ଉତ୍ପନ୍ନ ଯୋଉ ହଉଛି, ଏଇଟା ଗୋଟେ ପ୍ରକାରର ଆପଣଙ୍କର ଆଧ୍ୟାତ୍ମିକ ଦୁଃଖ। ଏଇ ଦୁଃଖ ପାଇଁ ଅନ୍ୟ କୌଣସି ଜଡ କିମ୍ବା ଅନ୍ୟ କୌଣସି ଚେତନ ତତ୍ଵ ଦାୟୀ ନୁହନ୍ତି, ସେଇଥିପାଇଁ ଆପଣ ହିଁ ନିଜେ ଦାୟୀ। ଆପଣଙ୍କ ମନ ଯେମିତି, ଆପଣ ସେମିତି ସୁଖ ଆଉ ଦୁଃଖକୁ ଭୋଗ କରିବେ। ଏଇଟା ହେଲା ଆଧ୍ୟାତ୍ମିକ ଦୁଃଖ, ଯେଉଁଥିରେ କି ଅନ୍ୟମାନେ ଦାୟୀ ନୁହନ୍ତି, ଅନ୍ୟ ଜଡ ତତ୍ଵ ବି ଦାୟୀ ନୁହେଁ, କିନ୍ତୁ ନିଜେ ବ୍ୟକ୍ତି ନିଜ ଭିତରେ ହିଁ ସିଏ ଦୁଃଖ ପାଏ। ଏଇଟା କେମିତି? ବର୍ତ୍ତମାନ ଯୋଉ ଉଦାହରଣ ଗୁଡାକ ଆପଣ ଶୁଣିଲେ, ସେଇଥିରୁ ଆପଣ ଅନୁମାନ କରିଦଉଥିବେ
कि गोटे व्यक्ति रु आ गोटे व्यक्ति को एई आध्यात्मिक दुख अलगा अलगा व्यक्तिर स्थिति अनुसारे तार मानसिक स्थिति अनुसारे सेटा ଆଉ କୋଉ ସମୟରେ ସିଏ ସେଇ ପରିସ୍ଥିତିରେ ରାଗେନି ଆଉ କୋଉ ପରିସ୍ଥିତିରେ ସେଇ ସମୟରେ ସିଏ ରାଗିଯାଏ। ପରିସ୍ଥିତି ଅନୁସାରେ ସମୟ ଅନୁସାରେ ତାର ଯୋଉ ସଂସ୍କାର ଅଛି ସେଇଟା ପ୍ରବଳ ବେଗରେ ତାକୁ ଦୁଃଖ ଦେଇଦିଏ। ଏବେ ଆପଣ କହିବେ କି ନାଇଁ ସିଏ ତ ମତେ ରଗେଇଲା। ସିଏ ମତେ ରଗେଇଲା କହିବେ। ସିଏ ମତେ ତ ଅପମାନିତ କଲା ମୁଁ ରାଗିବିନି କେମିତି? ସିଏ ମୋ ରାଷ୍ଟ୍ରକୁ ଖରାପ କହିଲା ମୁଁ ରାଗିବିନି କେମିତି? ସିଏ ମୋର ଜାତିକୁ ଖରାପ କହିଲା ମୁଁ ରାଗିବିନି କେମିତି? ଆଚ୍ଛା, ତାହେଲେ ତ ଆପଣଙ୍କର ରାଗିବାଟା ଆପଣ ଜଷ୍ଟିଫାଏ କରି ଚାଲିବେ। ଠିକ ଅଛି। ଯଦି ଆପଣଙ୍କୁ ଭଲ ଲାଗୁଛି, ରାଗିଲେ ଲାଭ ଅଛି, ତାହେଲେ ରାଗନ୍ତୁ। ଲୋଭ କରିବାରେ ଆପଣଙ୍କୁ ଭଲ ଲାଗେ, ଲାଗୁ ଚାଲିଥାଉ। ଯଦି ଏଇ ଲୋଭ, କ୍ରୋଧ, ମୋହ ଏଇଥିରୁ ରାଗ ଆଉ ଦ୍ୱେଷରେ ଆପଣ ଜଷ୍ଟିଫାଏ କରିବା ପାଇଁ ଚାହୁଁଛନ୍ତି, ସେଇଠି ବର୍ତ୍ତମାନ ଗୋଟିଏ କଥାଟେ ମୁଁ ରଖିବି। ପ୍ରତ୍ୟେକ ମଣିଷର ଭିତରେ କିଛି ନା କିଛି କ୍ରୋଧ ଧରନ୍ତୁ ଅଛି। ଆଉ ସେଇ କ୍ରୋଧଟା ବାହାରକୁ ସେତେବେଳେ ପ୍ରକାଶ ପାଇବ ଯେତେବେଳେ ବାହ୍ୟ କୌଣସି ବିଷୟ ତା ମନକୁ ଆସିବ କାନ ଦ୍ୱାରା, ଆଖି ନାକ କାନ ଦ୍ୱାରା ଆସିବ। ଆଖିରେ ସେ କଣ ଗୋଟେ ଦେଖିଦେଲା, କ୍ରୋଧିତ ହେଇବ। କାନରେ କଣ ଗୋଟେ ଶୁଣିଦେଲା, କ୍ରୋଧିତ ହେଇଗଲା। ଜିହ୍ୱାରେ କଣ ଗୋଟେ ଚାଖିଦେଲା, କ୍ରୋଧିତ ହେଇଗଲା। ନାସାରେ କଣ ଗୋଟେ ଶୁଙ୍ଘିଦେଲା। କିଛି ତ୍ୱଚାରେ ସ୍ପର୍ଶ କରି ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ମାଧ୍ୟମରେ ସିଏ ଭାବୁଛି କି ତା ମନରେ କ୍ରୋଧ ସେଇଥିପାଇଁ ଆସିଲା କି ବାହାରୁ ସେ ବାହାରୁ ଯଦି ଟ୍ରିଗର ହେଇନଥାନ୍ତା ତାହେଲେ ସେଇ କ୍ରୋଧ ହେଇ ହିଁ ନଥାନ୍ତା। ଏଇ ଯୋଉ ଧାରଣାଟା ସମ୍ପୂର୍ଣ୍ଣ ହିସାବରେ ଭୁଲ ବିଷୟଟା। ଆପଣ କାହାକୁ ଆପଣ ଛାପକିବେ? କାହାକୁ ବନ୍ଦ କରିକି ଭାଇ ତୁ ମତେ ରଗାନା ବୋଲି। କୋଉ ପରିସ୍ଥିତି ଆପଣଙ୍କର ବସରେ ଅଛି କି ସେଇ ପରିସ୍ଥିତି ଆଉ ଥରେ ଆସିବନି। ସେମିତି ହେଇପାରିବନି କି ଯଦି ଆପଣ ଖରାରେ ଚାଲିଛନ୍ତି, ସେଇ ଖରାରେ ନିଜେ ଚପଲ ନ ପିନ୍ଧି ପୁରା ରୋଡକୁ ଚମଡାରେ ଢାଙ୍କି ଦେବେ। ସେ ବ୍ୟବସ୍ଥା ଆପଣ କରନ୍ତୁନି। ଖରା ହଉଛି, ସେଇ ଖରାରେ ଯଦି ବାଲି ଉପରେ ଆପଣ ପୁରା ଚମଡାରେ ଢାଙ୍କି ଦେବେ 10 କିଲୋମିଟର ଆପଣ ଚାଲିବାର ଅଛି, ତାହେଲେ ଠିକ ଅଛି ବେଶୀ ଗରମ ହବନି। କିନ୍ତୁ ସେଥିରୁ ତହିଁରୁ ସେ ଯୋଉ ବାହ୍ୟ କ୍ରିୟାରୁ ଟିକେ ଭଲ ଉପାୟ ହେଲା କି ନିଜେ ଗୋଟେ ଜୋତାରେ ଚପଲଟେ ବନେଇ ମାନେ ଚପଲଟେ ବନେଇ ଚପଲଟା ପିନ୍ଧିବେ। ନିଜେ ନିଜ ଭିତରେ ସେଇ ଆୟ ଉପାୟ କରିବା କଥା, ନା କି ବାହାରେ କୌଣସି ଆୟ ଉପାୟ ଆପଣ କରିପାରିବେ। ଆପଣ କାହାକୁ ସୁଧାରିବେ? କୌଣସି ଜାଗାରେ ସୁଧାରିବାର ସମ୍ଭାବନା ବି ନାହିଁ। ଆପଣ ନିଜକୁ ସୁଧାରି ପାରୁନାହାନ୍ତି, ଆପଣ ଅନ୍ୟକୁ କେମିତି ସୁଧାରି ଦେବେ? ସେଇଟା ସମ୍ଭବ ନୁହେଁ। ସେ ସୁଧିରିଲା ଭଳି ଲାଗିବ ଟିକେ ଯଦି ଆପଣ ଟିକେ ହଟ୍ଟା କଟ୍ଟା ବଳୁଆ ଅଛନ୍ତି, ଯୁବକ ଅଛନ୍ତି, ତାହେଲେ ସେଇଟା ଟିକେ ଉପାୟ ହେଇଯାଇପାରେ। କିନ୍ତୁ ସିଏ ତା ଭିତରେ ରଖିବ କି ଇଏ ବୁଢା ହଉ ତାପରେ ମୁଁ ଦେଖିବି। ଏଇଟା ବାହ୍ୟ ଜଗତକୁ ସୁଧାରିବା ଅପେକ୍ଷା ନିଜ ଗୋଡରେ ନିଜେ ଚପଲଟେ ପିନ୍ଧି ସେଇ ଗରମିରୁ ରକ୍ଷା ପାଇବାଟା ସେଇଟା ବିଦ୍ୱତ୍ ଉପାୟଟା। ଆମକୁ ନିଜେ ଜାଣିବାକୁ ପଡିବ ମୋ ମନ ଭିତରେ ସେଇ ଦହନଶୀଳ ପଦାର୍ଥ ନଥିଲେ ବାହାର ନିଆଁ ଯେତେ ଲଗେଇଲେ ବି ସେ ଜଳି ନଥାନ୍ତା। ମୋ ମନରେ ହିଁ ସେଇ ଦହନଶୀଳ ପଦାର୍ଥଟା ଅଛି, ପେଟ୍ରୋଲ ଅଛି। ତ ଟିକେ କୋଉଠି ତାନେ ଅପମାନିତ ହେଇଗଲା, ବାହ୍ୟ ଏଇଟା କାନରେ ଶୁଣିଦେଲେ, ଆପଣଙ୍କୁ ବାଡା ହେଇନି ଆଜ୍ଞା, ଆପଣଙ୍କୁ କୌଣସି ତକଲିଫ ଦିଆ ହେଇନି। କେବଳ ଟିକେ କିଏ କାହାକୁ ଫୁସଫାସ କରି କହୁଥିଲା କି ଆପଣ ଖରାପ ଲୋକ ବୋଲି, ବେଶ କାମ ହେଇଗଲା। ସାଙ୍ଗେ ସାଙ୍ଗେ ନିଆଁ ଜଳି ଯାଉଛି। ଆପଣ କୁହନ୍ତୁ କିମ୍ବା ନ କୁହନ୍ତୁ,
ସେଟା ସମସ୍ତଙ୍କର ସ୍ଥିତି ସେଇଟା। ସେଇ ବାହ୍ୟ ଦିଆସିଲିରେ ସାମର୍ଥ୍ୟ ଅଛି ଜାଳିବା ପାଇଁ। ହଁ ହଁ, ଏଇଟା ସତ କଥା। ଅପମାନିତ ହେଲେ ତାପରେ ଯାଇ ମୁଁ କ୍ରୋଧ କରେ, ଠିକ କଥା। କିନ୍ତୁ ଯଦି ଆପଣଙ୍କ ଭିତରେ ସେଇ ଦହନଶୀଳ ପଦାର୍ଥ ପେଟ୍ରୋଲ ଜାଗାରେ ପାଣି ଥାଆନ୍ତା, ଯେତେ ଦିଆସିଲି ମାରିଲେ ବି ପାଣି ତ ଲିଭେଇ ଚାଲିବ ଆଉ। ଯେତେ ଆପଣ ତାକୁ ଚେଷ୍ଟା କରିବେ, ସିଏ କେବେ ବି ତାନେ ଜଳିବନି। ସେଇ ପରିସ୍ଥିତି, ସେଇ ଅଜଳା ପରିସ୍ଥିତି ଆମ ମନ ସ୍ଥିର ଭାବରେ ଯଦି ରଖିବା, ବିଜ୍ଞାନ ପୂର୍ବକ ଚିନ୍ତନ କରିବା, ଜୀବନର ଲକ୍ଷ୍ୟକୁ ମନେ ରଖିବା, ନା କି ଏଇ ସଂସାରର ପ୍ରତିକ୍ରିୟା କ୍ରିୟାରେ ନିଜକୁ ସଂଶ୍ଳିଷ୍ଟ କରିବା, ଆମେ ଜାଣିବା କି we are different। ଆମେ ସାରା ସଂସାରଠୁ ଅଲଗା। ଆପଣଙ୍କ ଭଳି କେତେ କେତେ ଜଣ ଅଛନ୍ତି ଯିଏ କି ଏମିତି କଥା ସବୁଦିନ ଶୁଣିବା ପାଇଁ ଆସିବ? କେତେ ଜଣ କହିଲେ? ନିଜ ନିଜ ଗାଁରୁ ଆପଣ ଦେଖନ୍ତୁ, ନିଜ ସାହିରୁ ଦେଖନ୍ତୁ, ସମ୍ଭବ ହବନି। ନିଜର ସେଇ ଇଚ୍ଛା ଶକ୍ତିକୁ ଲକ୍ଷ୍ୟ ସାଥିରେ ଦୃଷ୍ଟିରେ ଯଦି ରଖିବେ, ତାହେଲେ ଇଚ୍ଛା ଶକ୍ତି ବଢି ଚାଲିବ। ଆଉ ଯଦି ଏଇଠି ଘଣ୍ଟେ ମିଶିଲେ ତାପରେ କୋଉଠି ଘଣ୍ଟେ ଧୋଇଦେଲେ, ବ୍ୟବହାର ଖରାପ କରି, ଏଇଠି ଘଣ୍ଟେ ମିଶିଲେ କିଛି ଆସିଗଲା, ରଙ୍ଗ ଲାଗି ଯାଇଛି, କିନ୍ତୁ ପୁଣି ତାକୁ ନେଇକରି କୋଉଠି ଗୋଟେ ଧୋଇଦେଲେ, ବ୍ୟବହାର ଟିକେ ଓଲଟା କରିଦେଲେ, ୟମ ନିୟମ ଅଲଗା ଅଲଗା କରିଦେଲେ, ତାହେଲେ ଉପାୟ କଣ? ସବୁଦିନ ରଙ୍ଗ ଲାଗୁଥିବ, ସବୁଦିନ ରଙ୍ଗ ଧୋଇ ଚାଲିଥିବ, କେବେ ବି ରଙ୍ଗୀନ ରଙ୍ଗଟା ସେଠି ଠିକ ମାତ୍ରାରେ ଲାଗିପାରିବନି। ଆମକୁ ଏମିତି ହିସାବରେ ଏଇ ଯୋଉ ସୂକ୍ଷ୍ମତାର ସହିତ ଯଦି ଆମେ ଦେଖିବା ପାଇଁ ଚେଷ୍ଟା କରିବା କି ମୁଁ କଣ କରୁଛି, ଅନ୍ୟମାନେ କଣ କରୁଛନ୍ତି, ସେଇଟା ଦେଖିବା ଦରକାର ନାହିଁ। ମୋ ମନରେ କଣ ପ୍ରଭାବ ପଡୁଛି, ମୁଁ କୋଉ ବୃତ୍ତିକୁ ଉତ୍ପନ୍ନ କରିଦେଲି। ଯଦି ଗଲତ ବୃତ୍ତି ହେଲା, ତା ପାଇଁ ଆଉ କିଛି ଟିକେ ଆପଣ ନାମ ଜପ କରିଦେବେ। କିଛି ନା କିଛି ଆପଣ ପ୍ରାୟଶ୍ଚିତ କରିବାଟା ଭଲ। ଏଇଟା ଆସ୍ତେ ଆସ୍ତେ ଗୋଟିଏ ବୁଝାମଣା ପର୍ଯ୍ୟନ୍ତ ନେଇଯିବ କି ସାରା ସଂସାର ଦୁଃଖମୟ ହିଁ ଦୁଃଖମୟ, ସାରା ବିଷୟ ଦୁଃଖ ହିଁ ଦୁଃଖ। ତିନୋଟି ଯାକ ଏଷଣା, ସେଇ ତିନୋଟି ଯାକ ଏଷଣା ଦୁଃଖମୟ ହିଁ ଦୁଃଖମୟ। ସେମାନେ କେବେ ବି ଆପଣଙ୍କୁ ବଡ ହେବାରୁ ବଡ କରିପାରିବେ ନାହିଁ। ଏଇ ତିନୋଟି ଏଷଣା କଣ ଯେ, ଆସନ୍ତାକାଲି ପୁଣି ଆମେ ଚର୍ଚ୍ଚା କରିବା। ଆଉ ଏବେ କେବଳ ବୈରାଗ୍ୟ ବିଷୟରେ ଆପଣମାନେ ଅନୁମାନ କରନ୍ତୁ କି ପ୍ରକୃତରେ ମୁଁ ସଂସାରକୁ ଅଧିକ ଚାହୁଁଛି, କି ସେଇ ସମୟରେ ପ୍ରଭୁଙ୍କୁ ମୁଁ ଚାହୁଁଛି। ଏଇ ଗୋଟିଏ ଲକ୍ଷ୍ୟ ରଖି ଆପଣ ଦିନଚର୍ଯ୍ୟା ଚଳେଇ ରହନ୍ତୁ। ଦିନ ସାରା ପ୍ରଭୁଙ୍କର ନାମ ସ୍ମରଣ କରି କରି କର୍ମରେ ନିଜକୁ ନିୟୋଜିତ କରନ୍ତୁ। ତାହେଲେ ସେହି ପ୍ରଭୁ ଆପଣଙ୍କୁ ରାସ୍ତା ମଡେଇ ଚାଲିବେ, ଦେଖେଇ ଚାଲିବେ, ଆଉ ଆପଣଙ୍କର କେବେ ବି ଅନ୍ୟ କୌଣସି ଅସୁବିଧା ହେବ ନାହିଁ। ପ୍ରଭୁଙ୍କୁ ସ୍ମରଣ ଆଉ ଥରେ କରିବା। ଓ ଶାନ୍ତି ଶାନ୍ତି ଶାନ୍ତି। सर्वेभ्यो नमः। सबको सादर नमस्ते जी।